ନଷ୍ଟ ଥିଲା ନା ଶସ୍ତ୍ର ଥିଲା ଥିଲା କିନ୍ତୁ ସମସ୍ତେ ଯେ ଫାର୍ଷ୍ଟ ଅଫ୍ ଅଲ୍ ସାର୍ ଯାହା କହିଲେ ମୁଁ ଦି ଲାଇନ୍ ଯୋଡ଼ିବା ପାଇଁ ଚାହୁଁଛି। ଫାର୍ଷ୍ଟ ଅଫ୍ ଅଲ୍ ବ୍ରେକ୍ ୟୁର ସାଇଲେନ୍ସ ହେଲା। ଏଇ ଯେଉଁ ଦୁଇ ମହାପୁରୁଷଙ୍କ ବିଷୟରେ ଆମେ ମୋ ନାଁ ରୁତାହିନୀ ସାହୁ। ଆମ ଅର୍କ ଏକାଡେମୀ ମ୍ୟାନେଜମେଣ୍ଟ ଅନୁଷ୍ଠାନ ମୁଁ BCA ଫ୍ୟାକଲ୍ଟି। ଆଜିର କାର୍ଯ୍ୟକ୍ରମ ଆମର ଯେଉଁ ଗାନ୍ଧୀ ଜୟନ୍ତୀ ଆଉ ସାଥୀ ଜୟନ୍ତୀଙ୍କ ଉପରେ ଏଇଟା ହେଇଥିଲା। ସର୍ବପ୍ରଥମେ ଆମେ କଜଳା ସ୍ଲମ୍କୁ ଯାଇଥିଲୁ 4-5 କୁ। ସେଠି ସଫେଇ କାର୍ଯ୍ୟକ୍ରମ କରିଥିଲୁ। ସେଠି ଗୋଟେ ଯେଉଁ ସ୍କୁଲ ଅଛି, ଏହା ଥିଲା କି ଆମେ କେମିତି ଆଜିର ଦିନ ଯେମିତି ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଇଥିଲା, ନରେନ୍ଦ୍ର ମୋଦୀକୁ ଷ୍ଟାର୍ଟ କରିଥିଲେ, ସେଇଟାକୁ ଆମେ କେମିତି ଆଗକୁ ନେବା, ଆମେ ନିଜ ଘର ଭିତରେ ସ୍ୱଚ୍ଛତାକୁ ନ ରଖି ଆଗକୁ ସମାଜକୁ କେମିତି ସ୍ୱଚ୍ଛତା ଆଗକୁ ନେବା, ଯାହାଦ୍ୱାରା କି ଦେଶର ବିକାଶ ହେବ, ସେହି ବିଷୟରେ ବି ଆଲୋକପାତ କରାଯାଇଥିଲା। ଆମର ଯେ ମୁଖ୍ୟ ଅତିଥି ଥିଲେ DSP ମ୍ୟାଡ଼ାମ୍ ସରିତା ମହାପାତ୍ର, ସେ ବି ସେ ବିଷୟରେ କହିଥିଲେ। ଆଉ ଆମର ଯେତିକି ଅଧ୍ୟାପକ ଅଧ୍ୟାପିକା ଥିଲେ ଯେ ସମସ୍ତେ ଆମ ଗାନ୍ଧିଜୀଙ୍କ ଯେତିକି ସବୁ ପଜିଟିଭିଟି ଥିଲା, ସେ ଯେଉଁ କାମ କରିଥିଲେ ତାଙ୍କ କୀର୍ତ୍ତି କରିଥିଲେ, ଆଉ ଲାଲ ବାହାଦୁର ଶାସ୍ତ୍ରୀ ଯାହା ଯାହା କାମ କରିଯାଇଥିଲେ ସେସବୁକୁ ନେଇକି ଆମ ଛାତ୍ରଛାତ୍ରୀମାନେ କେମିତି ତାଙ୍କ ଆଗତ ଭବିଷ୍ୟତରେ ସେସବୁକୁ ଲଗେଇଲେ ତାଙ୍କ ଭବିଷ୍ୟତ ଆଗକୁ ଭଲ ହେବ, ତାଙ୍କର ଫ୍ୟୁଚର୍ ବ୍ରାଇଟ୍ ହେବ, ସେସବୁ ଉପରେ ବି ଆଲୋକପାତ କରାଯାଇଥିଲା। ଆଉ ମୁଁ ଯେହେତୁ ସଭାର ପରିଚାଳକ ଥିଲି, ଆଉ ସେସବୁ ବି ପିଲାମାନଙ୍କୁ ବୁଝେଇଥିଲି କି ଫାର୍ଷ୍ଟ ଅଫ୍ ଅଲ୍ ନିଜର ପର୍ସନାଲିଟି କେମିତି ଏନହାନ୍ସ ହେବ। ଆମ ଅନୁଷ୍ଠାନ ତରଫରୁ ବି ସବୁ ଡିସିସନ୍ ନିଆ ହେଉଛି କି ସୋସାଇଟି କି ସୋସିଆଲ କେମିତି ଏନହାନ୍ସ କରିପାରିବ, ଏମ୍ପାୱାରମେଣ୍ଟ କେମିତି ତାଙ୍କ ନିଜର ହେବ, ସେସବୁରେ ବି ଆଲୋକପାତ କରାଯାଇଥିଲା। ନମସ୍କାର।